ସୁନ୍ଦର ସରଳ ଏବଂ ଓଡ଼ିଆ ରଚନା ସାଧାରଣତନ୍ତ୍ର ଦିବସ। ସର୍ବପ୍ରଥମେ ଉପକ୍ରମ 1947 ମସିହା ଅଗଷ୍ଟ 15 ତାରିଖଟି ଭାରତର ଇତିହାସରେ ସୁନେଲି ଅକ୍ଷରରେ ଲିପିବଦ୍ଧ। ଏହି ଦିନ ଭାରତୀୟମାନେ ବହୁ ଦିନର ଗୋଲାମୀରୁ ମୁକ୍ତ ହୋଇଥିଲେ। ଇଂରେଜ ଶାସନରୁ ମୁକ୍ତ ହୋଇଥିଲା। ଭାରତ ମାତା ସ୍ୱାଧୀନତା ଲାଭ କରିଥିଲା। ଏହାପରେ ଭାରତର ଶାସନ ବ୍ୟବସ୍ଥା କିପରି ସୁଚାରୁ ରୂପେ ପରିଚାଳିତ ହୋଇପାରିବ, ସେଥିପାଇଁ ଭାରତୀୟ ଜନନାୟକମାନେ ଭାରତ ପାଇଁ ଏକ ସମ୍ବିଧାନ ଆବଶ୍ୟକତା ଅଛି ବୋଲି ଅନୁଭବ କଲେ। ସମ୍ବିଧାନ ପ୍ରଣୟନ ସଭାର ଗଠନ। ସମ୍ବିଧାନ ପ୍ରଣୟନ ସଭା ପ୍ରଥମେ 1946 ମସିହା ଡିସେମ୍ବର 9 ତାରିଖରେ ବସିଥିଲା। ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏହି ସଭାର ସଭାପତି ଓ ଡକ୍ଟର ଆମ୍ବେଦକର ଚିଠା ପ୍ରସ୍ତୁତ କମିଟିର ସଭାପତି ଥିଲେ। ଏହି ଦୁଇ ଜଣଙ୍କ ପ୍ରଚେଷ୍ଟାରେ 1949 ମସିହା ନଭେମ୍ବର 26 ତାରିଖରେ ନୂତନ ସମ୍ବିଧାନ ପୂର୍ଣ୍ଣତା ପ୍ରାପ୍ତ କଲା ଏବଂ 1950 ମସିହା ଜାନୁଆରୀ ମାସ 26 ତାରିଖ ଏହା କାର୍ଯ୍ୟକାରୀ ହେଲା। ପାଳନ ଉତ୍ସବ। ଦେଶରେ ପ୍ରତ୍ୟେକ ଅନୁଷ୍ଠାନରେ ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥାଏ। ଦେଶର ପ୍ରତ୍ୟେକ ଅନୁଷ୍ଠାନରେ ଜାତୀୟ ପତାକା ଫରଫର ହୋଇ ଉଡ଼େ। ଭାରତକୁ ସ୍ୱାଧୀନ କରିଥିବା ଓ ସମ୍ବିଧାନ ପ୍ରଣୟନ କରିଥିବା ମହାପୁରୁଷମାନଙ୍କର ଜୟଧ୍ୱନି ଝଙ୍କୃତ ହୁଏ। ସାରା ଭାରତରେ ସମସ୍ତେ ଜାତୀୟ ପତାକା ତଳେ ଛିଡ଼ା ହୋଇ ଭାରତର ସ୍ୱାଧୀନତା ବଜାୟ ରଖିବା ସଙ୍ଗେ ସଙ୍ଗେ ଭାରତ ସମ୍ବିଧାନର ମାନ ରଖିବା ପାଇଁ ଶପଥ ନିଅନ୍ତି। ବିଦ୍ୟାଳୟରେ ପିଲାମାନେ ମହା ଆନନ୍ଦରେ ପ୍ରଭାତ ଫେରି ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ସାଧାରଣତନ୍ତ୍ର ଦିବସ ପାଳନ କରନ୍ତି। ସେମାନଙ୍କ ମଧ୍ୟରେ ଏହି ଦିନ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଏ। ଉପସଂହାର ବା ଶେଷ କଥା, ସ୍ୱାଧୀନତା ହେଉଛି ଏକ ଅମୂଲ୍ୟ ରତ୍ନ। ତେଣୁ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ଏହି ରତ୍ନର ସୁରକ୍ଷା କରିବା। ଯେଉଁ ଉଦ୍ଦେଶ୍ୟରେ ଆମ ସମ୍ବିଧାନ ପ୍ରଣୟନ ହୋଇଛି ତାହାକୁ ଫଳପ୍ରଦ କରିବା ଓ ଭାରତ ମାଆର ମାନ ରକ୍ଷା କରିବା। ପିଲାମାନେ ରଚନାଟି ପସନ୍ଦ ଆସିଥିଲେ ଲାଇକ୍ କରିବା ଆଉ କମେଣ୍ଟରେ ନିଶ୍ଚିତ ଜଣାଇବେ। ଥ୍ୟାଙ୍କ ୟୁ।